ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ମା ଭକ୍ତି 1176 ୟୁଟ୍ୟୁବ୍ ଚ୍ୟାନେଲ୍ରେ ଆପଣଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଜାଣିବା ହନୁମାନଙ୍କର ଗୋଟେ ପାୱାରଫୁଲ୍ ମନ୍ତ୍ର ରହିଛି, ଯେଉଁ ମନ୍ତ୍ର ଦ୍ୱାରା କି କୌଣସି ଛୋଟ ପିଲା ହେଉ କି ଯେକୌଣସି ବ୍ୟକ୍ତିଙ୍କୁ ଦୃଷ୍ଟି ବା ନଜର ଲାଗିଥିବ, ତୁରନ୍ତ ଏହି ମନ୍ତ୍ରଟି ଯଦି ଆପଣ ଜପ କରୁଛନ୍ତି ନିହାତି ଭାବରେ ଆପଣ ଉପକାର ପାଇପାରିବେ। ଦୃଢ଼ ବିଶ୍ୱାସ ଏବଂ ଭକ୍ତିରେ ଏହାକୁ ଯଦି ଆପଣ କରୁଛନ୍ତି ନିହାତି ଭାବରେ ଆପଣ ସଫଳ ମଧ୍ୟ ବା ଆପଣଙ୍କୁ ଫଳପ୍ରଦ ମଧ୍ୟ ପାଇବେ। ଦେଖନ୍ତୁ ମନ୍ତ୍ର କ'ଣ ରହିଛି ଏବଂ ଏହାର କ'ଣ ସବୁ ରହିଛି ଡିଟେଲ୍ସ ମୁଁ ଆପଣଙ୍କୁ କହୁଛି। ଯଦି ଆପଣ ପୁରା ଭିଡ଼ିଓଟିକୁ ଦେଖୁଛନ୍ତି ତାହେଲେ ଆପଣ ବୁଝିପାରିବେ। ଦେଖନ୍ତୁ ମନ୍ତ୍ର ରହୁଛି ଜୟ ତୁ କପିକେତନ ସୁମରେଇ ତତେ ଅଷ୍ଟକର୍ତ୍ତି ବାରତାଇ ଆଣିଦେବୁ ମତେ ଯେଦିନୁ ଚୁଡ଼ଙ୍ଗା ରାଜା ଘରେ ବଳିଲା ତୋର ମନକୁ ସୁମରନ୍ତେ ବନ୍ଧନୁ ଫିଟିଲା। ଓಂ ଶ୍ରୀରାମ କାର୍ଯ୍ୟ କରୁ ଲଙ୍କାକୁ ହଇଲୁ ସୁନ୍ଦର ମାରି ଲଙ୍କାରେ ସୀତା ଠାବ କଲୁ। ମହାବୀର ହନୁମନ୍ତ ପବନ ସୁତ ବାନ୍ଧି ପକାଇଲୁ ଆଣି ସହସ୍ର ଯେ ଭୂତ। ପଳାଅ ପଳାଅ ଦେବୀମାନେ ପଳାଅ ବୋଲି କାହାର ଆଜ୍ଞା। ଲଙ୍କା ପଡ଼ା ଓಂ ବୀର ହନୁମନ୍ତଙ୍କର କୋଟି କୋଟି ଆଜ୍ଞା। ଏହି ମନ୍ତ୍ରଟିକୁ 3 ଥର ପଢ଼ିବେ ଏବଂ 9 ଥର ଫୁଙ୍କିଦେବେ। ଯେଉଁ ବ୍ୟକ୍ତିଙ୍କର ଭୂତ ପ୍ରେତ କିମ୍ବା ଦୃଷ୍ଟି ଛୋଟ ପିଲା ହେଉ କିମ୍ବା ବଡ଼ ହେଉ ଲାଗିଥିଲେ ଆପଣ ଏହି ମନ୍ତ୍ରଟିକୁ ପଢ଼ିବେ 9 ଥର ଆପଣ ଏହି ମନ୍ତ୍ରଟିକୁ 3 ଥର ପଢ଼ିବେ ଏବଂ 9 ଥର ଫୁଙ୍କିବେ। ଏପରି ଛାଡ଼ନ୍ତେ ପିଲାଙ୍କୁ ହୋଇଥିବା ସମସ୍ତ ପ୍ରକାର ଦୃଷ୍ଟି କାଟ ଖାଇଯାଇଥାଏ। ଯଦି ଆପଣ ଏହାକୁ ଭକ୍ତି ସହକାରେ ବିଶ୍ୱାସ ସହକାରେ କରୁଛନ୍ତି ନିହାତି ଭାବରେ ଆପଣଙ୍କ ମଧ୍ୟ କାର୍ଯ୍ୟରେ ଆସିବ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ଭିଡ଼ିଓଟି ଗୋଟେ ଲାଇକ୍ କରିଦେବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ରହିଲି, ଜୟ ଜଗନ୍ନାଥ।